ବଣବୁଦା ଘେରରେ ମୁଖ୍ୟ ଓ ଶାଖା କେନାଲ ଅନିଶ୍ଚିତତାରେ ଚାଷ କାର୍ଯ୍ୟ। ଜୁଲାଇ ମାସ ସରି ଆସିଲାଣି। ଚାଷୀଗୁଡ଼ିକୁ ଗୋଟିଏ ପଟେ ସ୍ୱଳ୍ପ ବର୍ଷା ଦାଉ ସାଧିଲାଣି ତ ଅନ୍ୟପଟେ ଜଳସମ୍ପଦ ବିଭାଗର ଉଦାସୀନତା ଯୋଗୁଁ ଚାଷୀ ଏହି ବର୍ଷ ମୁଣ୍ଡରେ ହାତ ଦେଇ ବସିଛି। ରାୟଗଡ଼ା ଜିଲ୍ଲା ସଦର ବ୍ଲକ ଗାଜିଗାଁ ପଞ୍ଚାୟତର ଚମ୍ପିକୋଟା, ଗାଜିଗାଁ, ଆଚବା, ଆନନ୍ଦପୁର ଓ ବିଲେସୁ ଗ୍ରାମ ଗୁଡ଼ିକର ଚାଷ ଜମିକୁ ଜଳସେଚିତ ଜମିକୁ ପାଣି ମଡ଼ାଇବା ପାଇଁ ଗୋଟିଏ ମୁଖ୍ୟ କେନାଲ ରହିଥିବା ବେଳେ ଶାଖା କେନାଲ ଗୁଡ଼ାଏ ରହିଛି। ସେଗୁଡ଼ିକ ଏବେ ବଣବୁଦାରେ ପରିପୂର୍ଣ୍ଣ ହୋଇ ପରିତ୍ୟକ୍ତ ଅବସ୍ଥାରେ ପଡ଼ି ରହିଛି। ଜୁଲାଇ ଶେଷ ହେବାକୁ ଅଳ୍ପ ଦିନ ବାକି ଥିବା ବେଳେ ଉକ୍ତ ମୁଖ୍ୟ ଓ ଶାଖା କେନାଲ ଗୁଡ଼ିକର ସଫେଇ କରାଯାଏ ନାହିଁ। ଫଳରେ ଚାଷ କାର୍ଯ୍ୟ ବ୍ୟାଘାତ ହେବା ନେଇ ଆଶଙ୍କା ସୃଷ୍ଟି ହୋଇଛି। ଏଥିଯୋଗୁଁ 4ଟି ରାଜସ୍ୱ ଗ୍ରାମର ପ୍ରାୟ 1000 ହେକ୍ଟରରୁ ଉର୍ଦ୍ଧ୍ୱ ଚାଷ ଜମି ପ୍ରଭାବିତ ହେବା ନେଇ ଗାଜିଗାଁ ପଞ୍ଚାୟତର କୃଷକମାନେ ଅଭିଯୋଗ କରିଛନ୍ତି। ଜଳ ସମ୍ପଦ ବିଭାଗ ରାୟଗଡ଼ା ଡିଭିଜନ ରାୟଗଡ଼ା ସେକ୍ସନ କନିଷ୍ଠ ଯନ୍ତ୍ରୀଙ୍କ ଅଧୀନରେ ଏହି ଜଳସେଚିତ କେନାଲ ରହିଛି। ଏହି ମୁଖ୍ୟ କେନାଲ ଚମ୍ପିକୋଟା ଡ୍ୟାମ୍ରୁ ବାହାରି ବିଲେସୁ ପର୍ଯ୍ୟନ୍ତ ପ୍ରାୟ 7.5 କିଲୋମିଟର ଲମ୍ବା ରହିଥିବା ବେଳେ ମୁଖ୍ୟ କେନାଲର ବାମ ଡାହାଣରେ ଶାଖା କେନାଲ ଗୁଡ଼ିକର ଲମ୍ବା 3.5 କିଲୋମିଟର ରହିଛି। ବର୍ତ୍ତମାନ ଜୁଲାଇ ମାସ ହେଲାଣି। କେନାଲ ଗୁଡ଼ିକ ପରିତ୍ୟକ୍ତ ଅବସ୍ଥାରେ ଥିବା ଶାଖା ଓ ମୁଖ୍ୟ କେନାଲ ସଫେଇ କାର୍ଯ୍ୟ ଶେଷ ହୋଇଥିବା ବେଳେ ଏଥିରୁ ବାହାରିଥିବା ଶାଖା କେନାଲ ଗୁଡ଼ିକୁ ଅଣଦେଖା କରାଯାଇଛି। ଅନିୟମିତ ବର୍ଷା ଚାଷ ଉପଯୋଗୀ ହେଉନଥିବା ବେଳେ ଚାଷ ଜମିକୁ ଜଳସେଚନ ସୁବିଧା ଥାଇ ଉପଯୁକ୍ତ ସମୟରେ ଏହାକୁ ସଫେଇ କରି ଚାଷୀଙ୍କ କ୍ଷେତକୁ ପାଣି ଯୋଗାଇ ଦେବା କ୍ଷେତ୍ରରେ ସମ୍ପୃକ୍ତ ବିଭାଗ ଫେଲ୍ ମାରିଥିବା ବେଳେ ସମ୍ପୃକ୍ତ ଅଞ୍ଚଳର ଚାଷୀ ପୁଅ ଏକ ପ୍ରକାର ହତାଶ ହୋଇ ପଡ଼ିଛନ୍ତି। ଏହାର ପ୍ରଭାବରେ ପ୍ରାୟ 1000 ହେକ୍ଟର ଚାଷ ଜମି ପ୍ରଭାବିତ ହେବା ଆଶଙ୍କା ସୃଷ୍ଟି ହୋଇଛି। ଏହି ସମ୍ପର୍କରେ ବିଭାଗୀୟ ଅଧିକାରୀ କହିଛନ୍ତି ଯେ ଅତି ଶୀଘ୍ର ଚମ୍ପିକୋଟା MIPର ମୁଖ୍ୟ ଓ ଶାଖା କେନାଲ ଗୁଡ଼ିକର ବୁଦା ସଫା କରି ଚାଷୀଙ୍କ ଜମିକୁ ପାଣି ଯୋଗାଇ ଦେବା ପାଇଁ ଚେଷ୍ଟା କରିବୁ ବୋଲି ସହକାରୀ ନିର୍ବାହୀ ଯନ୍ତ୍ରୀ ଶ୍ରୀ ସାହୁ ପ୍ରକାଶ କରିଛନ୍ତି। ରାୟଗଡ଼ରୁ ମନୋଜ ମିଶ୍ରଙ୍କ ରିପୋର୍ଟ, ଜାଗ୍ରତ ଭାରତ ନ୍ୟୁଜ୍।